ମୋର ଅଧ୍ୟାପକ ଓ କର୍ମଚାରୀ ବନ୍ଧୁମାନଙ୍କୁ ପ୍ରଣାମ କରି ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି, ଯାହା ଷ୍ଟଡି ଟେକ୍ ବାଏ ଦାସ ସାର୍ ନାମରେ ନାମିତ। ଆଜି ଆମେ ଗୋଟେ ନୋଟିଫିକେସନ୍ ବିଷୟରେ ଡିସ୍କସନ୍ କରିବା। ସେଇ ପୁରୁଣା କଥା ଯେ 488 662, କିନ୍ତୁ ଏଇଟା 488 ନୁହଁ, କେବଳ 662। ଏଇଟା 26 ତାରିଖରେ ନୋଟିସ୍ ହେଇଥିଲା, କାଲି 27 ତାରିଖରେ ମାନେ ନୋଟିସ୍ ପାଇଛନ୍ତି, କିନ୍ତୁ ମୋର ଟିକେ ଅସୁସ୍ଥ କାରଣରୁ ମୁଁ କାଲି ବନେଇ ପାରୁନାହିଁ, ଆଜି ବନାଉଛି। ଲେଟର ନମ୍ବର ହେଉଛି 277 ବା 277। ଡେଟ୍ ହେଉଛି 26/2/2026, ଯାହା ଆମର ହାୟର ଲେବୁଲ ଏକ୍ସପର୍ଟ କମିଟି ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା, ଯାହା ଡକ୍ଟର ସନାତନ ପଣ୍ଡା OES ରିଟାୟାର୍ଡ ସିଏ କରିଛନ୍ତି। କାହାକୁ କରିଛନ୍ତି ନା ଆମର ଶ୍ରୀ ଗୋଲକ ନାୟକଙ୍କୁ କରିଛନ୍ତି, ଯିଏ ପ୍ରେସିଡେଣ୍ଟ ଅଛନ୍ତି ଅଲ୍ ଓଡ଼ିଶା 662 +2 ଆଣ୍ଡ +3 ଏଡେଡ୍ ନନ୍ ଗଭର୍ଣ୍ଣମେଣ୍ଟ ଲେକ୍ଚର ଆଣ୍ଡ ଏମ୍ପ୍ଲୟିଜ୍ ଆସୋସିଏସନ୍ର। ତାଙ୍କର ମୋବାଇଲ୍ ନମ୍ବରଟା ବି ଏଠି ଅଛି, ଶୋ କରୁଛି ମୋବାଇଲ୍ ନମ୍ବରଟା। ଶ୍ରୀ ପ୍ରଧାନ ବି ଅଛନ୍ତି ଆମର ଭାଇସ୍ ପ୍ରେସିଡେଣ୍ଟ, ସିଏ ବି ଓଡ଼ିଶା ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ କଲେଜ ଏମ୍ପ୍ଲୟିଜ୍ ଆସୋସିଏସନ୍ର ଅଛନ୍ତି, ତାଙ୍କର ମୋବାଇଲ୍ ନମ୍ବରଟା ବି ଶୋ କରୁଛି। କିନ୍ତୁ କଥା ହେଲା, ସବଜେକ୍ଟ ହେଉଛି ଡିସିସନ୍ ଅନ୍ ଡିମାଣ୍ଡ ଅଫ୍ ଏଡେଡ୍ ନନ୍ ଗଭର୍ଣ୍ଣମେଣ୍ଟ ଲେକ୍ଚର ଆଣ୍ଡ ଏମ୍ପ୍ଲୟିଜ୍ ରିଗାର୍ଡିଂ। ୟା ଅର୍ଥ ଯେକୌଣସି ଯେଉଁ ଡିମାଣ୍ଡ ଅଛି ଏଡେଡ୍ ନନ୍ ଗଭର୍ଣ୍ଣମେଣ୍ଟ କଲେଜର ଏମ୍ପ୍ଲୟିଜ୍ ଆଉ ଲେକ୍ଚରମାନଙ୍କର, ତାଙ୍କର ଡିମାଣ୍ଡକୁ ଡିସ୍କସନ୍ କରିବା ପାଇଁ ସେ ଚିଠି କରିଛନ୍ତି। କେବେକୁ କରିଛନ୍ତି ନା ଚିଠିଟି ହେଉଛି ଆମର 2 ତାରିଖକୁ ସେମାନେ ମିଟିଂ ରଖିଛନ୍ତି, ଆରେଞ୍ଜ କରିଛନ୍ତି, ଯାହା 3ଟାରେ ହେବ ମିଟିଂଟି। ଏ ମିଟିଂରେ ଚେୟାରମ୍ୟାନସିପ୍ କରିବେ ଶ୍ରୀ ଅଶୋକ କୁମାର ତ୍ରିପାଠୀ ସାର୍, ଯିଏ ରିଟାୟାର୍ଡ IAS ଅଛନ୍ତି। ସିଏ ଆମର ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟର ସିଏ ବି ଚେୟାରମ୍ୟାନସିପ୍ କରିବେ, ଯାହା ଏକ୍ସପର୍ଟ କମିଟିର। କେବେ ଅଛି ନା ମାର୍ଚ୍ଚ 2 ତାରିଖରେ ଅଛି, ଆମର 3:30 ବା 3:30ରେ ଅଛି, PM ଅଛି। କନଫରେନ୍ସ ହଲ୍ ଆମ ଗୌରବ ଆମ କଲେଜ, ଏଠି ପରିଚାଳନା ସଂଘ, ଯାହା ବ୍ଲକ ବା 5 ଫ୍ଲୋର ତୁଷାଳୀ ଭବନ, ସତ୍ୟନଗର, ଭୁବନେଶ୍ୱରରେ ଏ ମିଟିଂଟି ଆରେଞ୍ଜ ହେବ। ଇଏ କେବେ ନା ମାର୍ଚ୍ଚ 2 ତାରିଖରେ 3:30ରେ ମିଟିଂଟି ହେବ। ଦେଖିବା ସେ ମିଟିଂର ଶୀର୍ଷକ କୁଆଡ଼େ ଯାଉଛି, କିନ୍ତୁ କଥା ହେବ ଯେ ଗୋଲକ ନାୟକ ନିଶ୍ଚିତ ଗୋଟେ ଜିତୁଥିବା ମଣିଷ ବା ସଫଳ ମଣିଷ। ସେ ଯେକୌଣସି ଜିନିଷରେ ବା ଯେକୌଣସି କଥାରେ ହାତ ପକାଇଛନ୍ତି, ସେ ନିଶ୍ଚିତ ସକ୍ସେସର ପାଦଦେଶରେ ପହଞ୍ଚିଛନ୍ତି। ଏ ଭିଡ଼ିଓ ମାଧ୍ୟମରେ ତାଙ୍କୁ ଆମର ଅନୁରୋଧ ବା ଆମର ସଂଘ ତରଫରୁ ଅନୁରୋଧ, ଯାହା ଆମେ ରହିଗଲୁ 2008 ଠାରୁ ଅପଡ଼େଟ୍, ଆମେ କିଏ 13 କହୁଛି, କିଏ 18 କହୁଛି, ଯାହା ବି ଯାଉଛି ଯାଉ। ଯଦିଓ ଗୋଲକ ସାର୍ ଏଟାକୁ ଦେଖୁଥିବେ, ଭିଡ଼ିଓଟାକୁ ଦେଖୁଥିବେ, ମୁଁ ଭାବୁଛି ଯେ ବା ସିଏ ନ ଦେଖିଲେ ବି ଆଉ କେଉଁ ବନ୍ଧୁମାନେ ବି ଦେଖିବେ, ଭିଡ଼ିଓ ଦେଖିବେ, ଯଦି ଗୋଲକ ସାର୍ଙ୍କ ସହିତ ତାଙ୍କର କଣ୍ଟାକ୍ଟ ଥିବ, ତାଙ୍କୁ ଏ ମେସେଜଟି ଦିଅନ୍ତୁ ଯେ ସିଏ ଯେମିତି ଆମର 2008 ପରଠାରୁ ଗୋଟେ ଜିଓ ବାହାରିବା ପାଇଁ ଗୋଟେ ବ୍ୟବସ୍ଥା କରନ୍ତୁ ବା ସେଠି ଗୋଟେ ମତ ରଖନ୍ତୁ ବୋଲି ଆମର ଆଶା, ଆମେ ଆଶା ବାନ୍ଧି ରହିଛୁ ବା ଆଶାବାଦୀ ଆମମାନେ। ଦେଖିବା ସେ ସାର୍ କ'ଣ କରୁଛନ୍ତି। ସାର୍ ତ ଜଣେ ମହାନ ଜ୍ଞାନଜ୍ଞାନୀ ବିଦ୍ୱାନ ପୁରୁଷ। ସେ ଯେକୌଣସି ପ୍ରୋବ୍ଲେମକୁ ସେ ସଲ୍ଭ କରି ସକ୍ସେସର ପାଦଦେଶରେ ସେ ପହଞ୍ଚିଥିବା ଗୋଟେ ମଣିଷ। ଦେଖିବା ସେ କ'ଣ କରୁଛନ୍ତି। କଥା ହେଲା, ଆମେ 2 ତାରିଖକୁ ଦେଖିବା। ଯେ 26 ତାରିଖରେ ତ ନୋଟିସ୍ ହେଇଛି 2 ତାରିଖ ମିଟିଂ ପାଇଁ। 2 ତାରିଖରେ କ'ଣ ହେଉଛି ମୁଁ ନିଶ୍ଚିତ ଆପଣମାନଙ୍କୁ ଜଣାଇବି ଭିଡ଼ିଓ ମାଧ୍ୟମରେ। ଆପଣ ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ରହିଥାନ୍ତୁ। ଆଉ ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ଥିଲେ ଯେକୌଣସି ଖବର ଆସିବ, ଯେ ଫାଷ୍ଟ ଅଫ୍ ଅଲ୍ ଏ ଚ୍ୟାନେଲ୍ ଅନୁସାରେ ଅପଲୋଡ଼ ହେବ। ଯେ ଆପଣମାନେ ଯଦି ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ଥିବେ, ନୋଟିଫିକେସନ୍ଟା ଫଟକିନା ଆପଣଙ୍କ ପାଖକୁ ଯାଇ ପହଞ୍ଚିଯିବ। ରହିଲି, ଧନ୍ୟବାଦ, ଥ୍ୟାଙ୍କ ୟୁ। କିନ୍ତୁ
आउ थे मुझे कहूँ जे ये वीडियो माध्यम गोलोक सार को जे कौटी ना कौटी बाकी जो मैंने रहीगले 2008 पर ठारू बा 14 जिओ बाहर थिला लास्ट बाहर थिला 14 जिओ 2008 पर ठारू जो मैंने रहीगले तांको पे टिके भी से बंदोबस्त करने ପାଇଁ ଅନୁରୋଧ କରାଯାଉଛି। ରହିଲି, ଧନ୍ୟବାଦ, ଥ୍ୟାଙ୍କ ୟୁ। ଯେ ଆପଣମାନଙ୍କୁ ଆଉଥରେ ମୋର ପ୍ରଣାମ, ଯେ ଅଧ୍ୟାପକ କର୍ମଚାରୀ ବନ୍ଧୁମାନଙ୍କୁ ଆଉଥରେ ମୋର ପ୍ରଣାମ। ରହିଲି, ଧନ୍ୟବାଦ। ବି ଆଉଥରେ ଏତିକି କହୁଛି, ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଆମର ଯାହାର ସାର୍ମାନଙ୍କର ରିଗାର୍ଡ଼ ଅଛି ବା ସବୁ ଫୁଲଫିଲ୍ ହେଇଯାଉ। ଜଗନ୍ନାଥଙ୍କ ପାଖରେ ବି ପ୍ରାର୍ଥନା ଆପଣମାନଙ୍କ ତରଫରୁ, ମୋ ତରଫରୁ, ସମସ୍ତଙ୍କ ତରଫରୁ।